ମୋର ଅନେକ ପିଲା ଏମିତି ଅଛନ୍ତି ଯେଉଁମାନେ ଜୀବନରେ କଦାପି ସନ୍ତୁଷ୍ଟ ହୁଅନ୍ତି ନାହିଁ। ସେମାନଙ୍କୁ ମୁଁ ଯେତେ ବି ଦିଏ ନା କାହିଁକି, ତଥାପି ସେମାନେ ଆହୁରି ପାଇବାକୁ ଲାଳସା ବା ଲୋଭ ରଖନ୍ତି। ଯାହା ଅଛି ସେ ସବୁ ପ୍ରତି କେବେ ବି ତାଙ୍କର ଧ୍ୟାନ ଯାଏ ନାହିଁ। ଏବଂ ଅପରପକ୍ଷେ ମୋର କିଛି ପିଲା ଏମିତି ଅଛନ୍ତି ଯେଉଁମାନେ ମୋର ବହୁତ ପ୍ରିୟ ଅଟନ୍ତି। କାରଣ ମୁଁ ସେମାନଙ୍କୁ ବହୁତ ଅଧିକ କିଛି ଦେଇନାହିଁ, କିନ୍ତୁ ତଥାପି ସେମାନଙ୍କ ପାଖରେ କମ୍ରେ ବି ମଧ୍ୟ ଯାହା ସବୁ ଅଛି ସେଥିରେ ସେମାନେ ସନ୍ତୁଷ୍ଟ ରୁହନ୍ତି। କାରଣ ସେମାନେ ସବୁ ସମୟରେ ସବୁବେଳେ ଧନ୍ୟବାଦ କରନ୍ତି ଏବଂ ସର୍ବଦା ମୋ ନାମ ଜପ କରନ୍ତି। ଏହି ପାର୍ଥକ୍ୟ ହେଉଛି କି ଯେଉଁ ପିଲାମାନେ ନାମ ଜପ କରନ୍ତି ଏବଂ ଧନ୍ୟବାଦ କରନ୍ତି, ସେମାନେ ଯାହା ବି ଅଟନ୍ତି ଏବଂ ସେମାନଙ୍କ ପାଖରେ ଯାହା ବି ଅଛି ସେଥିରେ ମଧ୍ୟ ସେମାନେ ଖୁସି ରହିବା ଜାଣନ୍ତି। ମୋର ଏହି ପିଲାମାନଙ୍କୁ ମୁଁ ବହୁତ ଭଲ ପାଏ। କର୍ମକ୍ଷେତ୍ରରେ କାମ କରୁ କରୁ ଏବଂ ଯେମିତି ସେମାନଙ୍କର କାମ ଶେଷ ହୁଏ ନିରନ୍ତର ନାମ ଜପ କରନ୍ତି, ସେହିଭଳି ସେମାନଙ୍କ ଜୀବନରେ ମୁଁ ସେମାନଙ୍କୁ ଏତେ ସାରା ଆଶୀର୍ବାଦ କରେ କି ସେମାନଙ୍କୁ କୌଣସି ବି ବସ୍ତୁର କେବେ ବି କିଛି ବି କୌଣସି ଅଭାବ ହୁଏ ନାହିଁ। ସେଥିପାଇଁ ମୁଁ ଆଜି ମୋର ସମସ୍ତ ପିଲାମାନଙ୍କୁ କହି ରଖୁଛି କି ସର୍ବଦା ଧନ୍ୟବାଦ କର ଏବଂ ପ୍ରତିଦିନ ନାମ ଜପ କର। ଏହି କଳି ଯୁଗରେ ନାମ ଜପ ହିଁ ତୁମର ସାହାରା ହେବ। ପ୍ରତ୍ୟେକ ମୁହୂର୍ତ୍ତ ଏବଂ ପ୍ରତ୍ୟେକ ସଙ୍କଟରୁ ତୁମକୁ ନାମ ଜପ ଧୀରେ ଧୀରେ ବାହାରକୁ ନେଇଯିବ। ଖୁସିରେ ରୁହ। ଓମ୍ ସାଇ ରାମ, ଜୟ ସାଇ ରାମ।